କୃଷ୍ଣର ମା କିଏ? ଆଜ୍ଞା ଦିଟା ମା ଯେ କୋଉ ମା ନା କହିବି? ଦେବକୀ ଅଛନ୍ତି ଏବଂ ଯଶୋଦା ଯଶୋଦା ଅଛନ୍ତି। କୃଷ୍ଣକୁ ଜନ୍ମ କରିଛି କିଏ? ଦେବକୀ। ଠିକ ଅଛି ଆଜ୍ଞା ନା, କୃଷ୍ଣ ଦେବକୀ ଗର୍ଭରୁ ଜନ୍ମ ହେଇନି। ଆଉ କୃଷ୍ଣକୁ ଜନ୍ମ କରିଛି ମା ଯଶୋଦା। ଆଚ୍ଛା ପ୍ରମାଣ 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 ନ ଦେଲେ ହବ? ଆଉ ସର୍ବଦା ଦ୍ୱିଭୁଜ କୃଷ୍ଣ କଦାନ ତୁ ଚତୁର୍ଭୁଜ ବୃନ୍ଦାବନ ପରିତ୍ୟଜ୍ୟ ପାଦମେ କନଗଚ୍ଛାମି। କୃଷ୍ଣ ସଦାବେଳେ ଦ୍ୱିଭୁଜ। ଆଜ୍ଞା 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 ତା ଜୀବନରେ ସେ ଚତୁର୍ଭୁଜ ହେଇନି। ନାଇଁ ନାଇଁ, ନାଇଁ ନାଇଁ, ନାଇଁ। ଦ୍ୱିଭୁଜ। କୃଷ୍ଣ ହଁ ବୃନ୍ଦାବନ ଅରଣ୍ୟକୁ ଛାଡ଼ିକି ଆଚ୍ଛା ତା ଜୀବନରେ କୁଆଡେ ଯାଇନାହିଁ। ଆପଣ ମାନଙ୍କ ମନରେ ପୁଣି ପ୍ରଶ୍ନ ଉଠିବ, ହଁ ହଁ ଗୋଟିଏ କାହିଁକି କେତେ ପ୍ରଶ୍ନ କେତେ ଉଠିବ? ପ୍ରଶ୍ନ ଆସିବ ତା ଭିତରୁ ଆଉ କେଡେ ଉଲ୍ଟା ଗାଏ କଇଟା। ଆଉ କଣ? ସେ ତ ମଥୁରାରେ ଜନ୍ମ ହେଲା, ହଁ ଗୋପପୁରକୁ ଗଲା। ଆଚ୍ଛା ଆଉ କୃଷ୍ଣ କଣ ବୃନ୍ଦାବନ ଅରଣ୍ୟ ଛାଡିକି କେବେ ଯାଇନି କୁଆଡେ? ଆଚ୍ଛା ଆଚ୍ଛା ଏଇ କଥା କଣ କହୁଛନ୍ତି ବୋଲି ନିଶ୍ଚିତ ଭାବୁଥିବେ। ମଥୁରା କଟକରେ ଯୋଉ କୃଷ୍ଣ ଜନ୍ମ ହେଲା ଆଚ୍ଛା ଦେବକୀ ଗର୍ଭରୁ, ହଁ ସେଇଟା ଓରିଜିନାଲ କୃଷ୍ଣ ନୁହଁ, ଅରିଜିନାଲ ନୁହନ୍ତି। ସେଇଟା ଡୁପ୍ଲିକେଟ। ଆଚ୍ଛା ଆଚ୍ଛା ବେଶ। କାହିଁକି? କାହିଁକି? ଦେବକୀ ଗର୍ଭରୁ ଜନ୍ମ ହେଲା ବେଳେ ଏଇଟା ଚତୁର୍ଭୁଜ ହେଇକି ଜନ୍ମ ହେଲା। ବେଶ। ଠିକ 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 କୃଷ୍ଣ କିନ୍ତୁ ଜୀବନରେ ଚତୁର୍ଭୁଜ ନୁହଁ, ନାଇଁ ନାଇଁ, ନାଇଁ ନାଇଁ, ନାଇଁ ନାଇଁ, ନାଇଁ ନାଇଁ ଦ୍ୱିଭୁଜ। ଦ୍ୱିଭୁଜ କୃଷ୍ଣ।